ବିଜେଡି ରେ ଯୋଗଦେଲେ କଂଗ୍ରେସର ପୂର୍ବତନ ସରପଞ୍ଚ ଓ ଶତାଧିକ ସମର୍ଥକ। ଖଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ଦିନକୁ ଦିନ ଆଲୋଚନା ପର୍ଯ୍ୟାଲୋଚନା ସମୀକ୍ଷା ଓ ଚର୍ଚ୍ଚା ଜୋର ହେଉଥିବା ଦେଖିବାକୁ ମିଳୁଛି। ଦୁଇଟି ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାର ଆଶଙ୍କା ରହିଛି। ଶାସକ ଦଳକୁ ମାତ୍ ଦେବା ପାଇଁ ବିଜେପି ପ୍ରାୟ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବରେ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଆଜି ବିଜେଡି ନିଜ ଅଞ୍ଚଳର ପୂର୍ବତନ କଂଗ୍ରେସ ସରପଞ୍ଚ ଟୁଟୁ ଖୁଣ୍ଟିଆ ଓ ତାଙ୍କର ସମର୍ଥକଙ୍କୁ ନେଇ ଏକ ମିଶ୍ରଣ ପର୍ବ ଜରିଆରେ ଦଳରେ ସାମିଲ କରିଛି। ଖଲିକୋଟ ବ୍ଲକ ଅନ୍ତର୍ଗତ ଚାକିଲି ପଞ୍ଚାୟତରେ ମା ବାହୁତିଙ୍କ ପୀଠରେ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୂର୍ବତନ ସମିତି ଅଧ୍ୟକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲେଇ, ତୁଳସୀପୁର ସରପଞ୍ଚ ଶିଖ ପାଣ୍ଡିଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ମୋଟାମୋଟି ଭାବେ 200 କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଦେଖନ୍ତୁ, ବିଜୁ ଜନତା ଦଳ ଗୋଟେ ଏମିତି ଦଳ 4.5 କୋଟି ଜନତାଙ୍କୁ ସେବା ଯୋଗାଇଛନ୍ତି। ତାଙ୍କର ସୁଖ ଦୁଃଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜନସାଧାରଣ ମାନେ ସହଯୋଗ କରିଛନ୍ତି। ସେଥିପାଇଁ ଆଜି ଖଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମର ଟିଟୁ ଖୁଣ୍ଟିଆଙ୍କ ନେତୃତ୍ୱରେ ବିଭିନ୍ନ ବହୁ କର୍ମୀ ଆଜି କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଅନୁପ୍ରାଣିତ ହୋଇ ସେଥିପାଇଁ ସେହି ଭାଇମାନଙ୍କୁ ମୁଁ ଧନ୍ୟବାଦ ଦେବି। ତା ସହିତ ଗୋପପୁର ଗ୍ରାମର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବି। ଦେଖନ୍ତୁ, ଖଲିକୋଟ ନିର୍ବାଚନ ମଣ୍ଡଳୀ ଗୋଟେ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ। ଏଠାରେ କୌଣସି ଦଳ ପ୍ରଭାବ ପକାଇ ପାରିବ ନାହିଁ। ବିଜୁ ଜନତା ଦଳ ଏଠାରେ ରହିବ, ନିଶ୍ଚିତ ବିପୁଳ ମାତ୍ରାରେ ଭୋଟରେ ବିଜୟ ଲାଭ କରିବ। ଏଠାରେ ଆଶା ଭରସା ଲୋକମାନଙ୍କର ଭଲ ପାଇବା, ତାଙ୍କର ସ୍ନେହ ଶ୍ରଦ୍ଧା ନିଶ୍ଚିତ ଆଗକୁ ଯିବ। ଦେଖନ୍ତୁ, ବିଜୁ ଜନତା ଦଳକୁ ପ୍ରତ୍ୟେକ ଲୋକମାନେ ଭଲ ପାଆନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଭଲ ପାଆନ୍ତି। ସେଥିପାଇଁ ଚିକିଲି ପଞ୍ଚାୟତର ଗୋପପୁର କଂଗ୍ରେସ ଦଳ ଛାଡ଼ି ବହୁ କର୍ମୀ ଆଜି ଯୋଗ ଦେଇଛନ୍ତି। ସେଥିପାଇଁ ସେମାନେ ଏକତ୍ରିତ ହୋଇ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ସେ ଭାଇମାନଙ୍କୁ ମୁଁ ଧନ୍ୟବାଦ ଦେବି। ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମର ଚିକିଲି ପଞ୍ଚାୟତର ଜନସାଧାରଣଙ୍କୁ ଧନ୍ୟବାଦ ଦେବି। ଖୁଣ୍ଟିଆ ମୋର ଟୁଟୁ ଖୁଣ୍ଟିଆ। ଦେଖନ୍ତୁ, ଦୀର୍ଘ 20-22 ବର୍ଷ କାଳ ବାପା ଜେଜେବାପା ଆମର ଆମେ କଂଗ୍ରେସ ଫ୍ୟାମିଲିରେ ଥିଲୁ। ମୁଁ ବି ସରପଞ୍ଚ ଥିଲି, ମୋ ସ୍ତ୍ରୀ। କଥା ହେଉଛି ଯାହା ଲୋକମାନଙ୍କର ସମସ୍ୟା ଯେତେ ଲଗାତାର ଭାବରେ ପରାଜୟ ଯେଉଁ କଂଗ୍ରେସର ସ୍ଥିତି ମାନେ ନିୟନ୍ତ୍ରଣ ବାହାର ହୋଇଗଲା, ସାଧାରଣ ଲୋକଟାକୁ ପ୍ରୋଟେକ୍ସନ୍ ଦେବା, ସାଧାରଣ ଲୋକର ନ୍ୟାୟ ପାଇଁ ଆଗକୁ ବାହାରିବା ମୋ ପାଖରେ ଟିକେ ସମ୍ଭବପର ହେଲା ନାହିଁ। ମୁଁ ଦେଖିଲି ଯେ ଲୋକମାନଙ୍କର ପାଖରେ ଥିଲୁ ଯେତେବେଳେ ସରପଞ୍ଚ ଥିଲି। ତାପରେ ନେକ୍ସଟ ଟାଇମ୍ କଂଗ୍ରେସ ପଞ୍ଚାୟତରୁ ବିଜେଡ଼ି ହେଇଥିଲା, ପୁଣି ଆଉଥରେ ଆମେ କଂଗ୍ରେସ ବ୍ୟାକ୍ କରିଥିଲୁ। ତାପରେ ଠାରୁ ଅନୁମାନିକ ଗୋଟେ 10 ବର୍ଷ 12 ବର୍ଷ ବିତିଗଲାଣି ଯେ ଆମର ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ସେତେଟା କିଛି ଆଗକୁ ବାହାରିଲା ନାହିଁ। ମୋତେ ବି କଷ୍ଟ ଲାଗୁଛି ଦଳ ଛାଡ଼ିବାଟା, କିନ୍ତୁ ସାଧାରଣ ଲୋକର ନ୍ୟାୟ ପାଇଁ ମୁଁ ଆଜି ବିଜୁ ବାବୁଙ୍କ ନୀତି ଆଦର୍ଶକୁ ସବୁ ସମୟରେ ଟିକେ 100 ଥର ଭାବିବାର ଆଜି ବାଧ୍ୟ ହୋଇକରି ସାଧାରଣ ଲୋକମାନଙ୍କ ପାଇଁ ମୁଁ ଆଜି ଦଳ ଛାଡ଼ିଛି। ତାଙ୍କର ନ୍ୟାୟ ପାଇଁ ମୁଁ ଆଗରେ ଠିଆ ହେବି। ଯାହା ଚିକିଲି ପଞ୍ଚାୟତର ଗୋପପୁର, କାଳିପଲ୍ଲୀ ଏବଂ ପାଖ ପଞ୍ଚାୟତର କିଛି ବନ୍ଧୁମାନେ ମୋତେ ରାତି ମୋତେ ଫୋନ୍ କରିଥିଲେ, ଭାଇନା ଯାହା ନିଷ୍ପତ୍ତି ନେଉଛ ଠିକ୍ ଅଛି, ଆଉ ଆମେ ତୁମ ପାଖରେ ରହିବୁ। ସ୍ୱଚ୍ଛାକୃତ ଭାବରେ ସେମାନେ ମୋତେ ଆସିଛନ୍ତି। ମୁଁ ରାତିରେ ମଧ୍ୟ ଦୁଃଖ କଲେ ମଧ୍ୟ ତାଙ୍କୁ ମନା କରିପାରିଲି ନାହିଁ। ଆଉ ସେମାନେ ମଧ୍ୟ ଲୋକମାନେ ମୋତେ କହିଲେ ଯେ ତୁମେ ବିଜେଡ଼ିରେ ଯୋଗ ଦିଅ, ଆମେ ତୁମ ସାଥିରେ ରହିବୁ। ଆମର ନିଶ୍ଚିତ ଭାବରେ ଆଗକୁ ଯାହା ଦୁଃଖ ଦର୍ଦିଶା ମାନେ ଦୁର୍ଘଟଣା ଆସିଲେ ମଧ୍ୟ ତୁମେ ଫେସ୍ କରିବା ପାଇଁ ସାହସ ପାଇବ। ଖଲିକୋଟରୁ ସୁଶୀଲ ଲେଙ୍କାଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।